ଆମେ ଆଜି ଆମେ ପଢ଼ିବା ଆନ୍ସିଏଣ୍ଟ ହିଷ୍ଟ୍ରିର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ କ'ଣ? ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ରେ ଥିବା ଇମ୍ପୋର୍ଟାଣ୍ଟ ନାଁ ଗୁଡ଼ାକ ମହେଞ୍ଜୋଦାରୋ, ହରପ୍ପା, କାଲିବାଇଗାନ, ଲୋଥାଲ, ଚାନ୍ନୋଦାରୋ, ଧୋଳାଭିରା, ବନୱାଲି। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଟାଉନ୍ ପ୍ଲାନିଂ କ'ଣ ଥିଲା ନା ଗ୍ରିଡ୍ ପ୍ୟାଟର୍ନ, ଗ୍ରେଟ୍ ଗ୍ରାନେରୀ, ଗ୍ରେଟ୍ ବ୍ୟାଥ୍, ଡ୍ରେନେଜ୍ ସିଷ୍ଟମ୍। ହରପ୍ପା, ପ୍ରଥମେ ଆମେ ହରପ୍ପା ବିଷୟରେ ପଢ଼ିବା, ଯାହାକି 1921 ମସିହାରେ ତାକୁ ଆମେ ପାଇଥିଲେ। କ'ଣ ସେଠିକାର ଲୋକେସନ୍ କ'ଣ ନା ସିହ୍ୱାଲା ଡିଷ୍ଟ୍ରିକ୍ଟ, ଯେଉଁଟାକି ଆମର ପଞ୍ଜାବରେ ଅଛି। ରିଭର ଅଫ୍, ଯେଉଁଟାକି ଆମର କ'ଣ ଦୟା ରିଭର ପାଖରେ। ଫାଷ୍ଟ ଆର୍କୋଲୋଜିକାଲ ସାଇଟ୍ ଯେଉଁଟାକି ଆମର ଥିଲା। ପିସ୍ ଅଫ୍ ପୋଟେରୀ ୱିଥ୍ ଇଣ୍ଡସ୍ ସ୍କ୍ରିପ୍ଟ କ'ଣ ଥିଲା ନା କପର ବ୍ଲକ୍ କର୍କ, ଯେଉଁଠିକି ଗ୍ରାନେରିଜ୍ ଗୁଡ଼ାକ ମଧ୍ୟ ସେଠି ମିଳିଥିଲା। ମହେଞ୍ଜୋଦାରୋ, ହଁ ଏଠି ଆମେ ଜାଣି ରଖିବା ଯେ ହରପ୍ପା ଯିଏକି ଲେଖିଥିଲେ, ହରପ୍ପା ସିଭିଲାଇଜେସନ୍ ଯିଏକି ଲେଖିଥିଲେ ଦୟାରାମ ସାହାନୀ। ତାପରେ ଆମେ ପଢ଼ିବା ମହେଞ୍ଜୋଦାରୋ, ଯେଉଁଟାକି 1922 ମସିହାରେ ହୋଇଥିଲା। ଏଇଟା ଗୋଟେ ଲାର୍ଜେଷ୍ଟ ସାଇଟ୍। ଏହାକୁ କିଏ ଡିସ୍କଭର କରିଥିଲେ ନା ରଖଲ ଦାସ ବାନାର୍ଜୀ। ଏଠି ଗୋଟେ ଗ୍ରେଟ୍ ବେଥ୍ ଗ୍ରାନେରୀ ଅଛି। ବ୍ରୋଞ୍ଜ ଡାଇନେଷ୍ଟି, ଯେଉଁଟାକି ଆମର ପଶୁପତି ସିଲ୍ ଗୁଡ଼ାକ ଏଠୁ ଦେଖିବାକୁ ମିଳିଥିଲା। ବ୍ରୋଞ୍ଜ ମିଳିଥିଲା, ମୁଫାଲୁ ମିଳିଥିଲା। ଏବଂ ଆମେ ଏଟାକୁ କହିଥାନ୍ତି କ'ଣ ନା ମାଉଣ୍ଟ ଅଫ୍ ଡେଡ୍ ବୋଲି କହିଥାନ୍ତି। କେଉଁଟାକୁ ନା ଏଇ ମହେଞ୍ଜୋଦାରୋକୁ। ତାପରେ ଆମେ ଜାଣିବା ସତ୍କଜେଣ୍ଡର କେବେ ହେଇଥିଲା ନା 1929 ମସିହା, ଯେଉଁଟାକି ଆମର ବାଲୁଚିସ୍ତାନ ପାକିସ୍ତାନରେ ଅଛି। କେଉଁ ରିଭର ପାଖରେ ଅଛି ନା ଦସ୍ତ ରିଭର ପାଖରେ ଏଇଟା ଅଛି। ତାପରେ ଚନ୍ନୋଦାରୋ, ଯେଉଁଟାକି 1931 ମସିହାରେ ହେଇଥିଲା, ସିନ୍ଧ ନଦୀରେ ଅଛି। ଏଇଟା ମଧ୍ୟ ଆମର ଇଣ୍ଡସ୍ ରିଭର ବୋଲି କୁହାଯାଇଥାଏ। ଡିସ୍କଭର କିଏ କରିଥିଲେ ନା ଏନ୍.ଜି. ମଜୁମଦାର କରିଥିଲେ। ତାପରେ ଆମେ ଜାଣିବା ଲୋଥାଲ, ଯେଉଁଟାକି 1953 ମସିହାରେ ହୋଇଥିଲା, ଯେଉଁଟାକି ଆମର ଗୁଜରାଟରେ କେଉଁ ରିଭର ପାଖରେ ଥିଲା ନା ଭୋଗବା ନଦୀ କୂଳରେ ଏଇଟା ଅବସ୍ଥିତ। ଡିସ୍କଭର ୟାକୁ କିଏ କରିଥିଲେ ନା ଆର୍.ଓ. ପୋର୍ଟ ଟାଉନ୍, କପର ଡକ୍ୟାର୍ଡ, ମ୍ୟାନ୍ ମେଡ୍ ପାର୍ଟ, ଏଗୁଡ଼ାକ ସବୁ ଆମକୁ ଦେଖିବାକୁ ମିଳିଥିଲା। ତାପରେ ଆମେ ଜାଣିବା କାଲିବାଇଗନ କେଉଁଠି ନା ଆମର ଯେଉଁଟାକି ରାଜସ୍ଥାନରେ ଅଛି। 1953 ମସିହାରେ କେଉଁ ନଦୀ କୂଳରେ ଏଇଟା ଥିଲା ନା ଘାଗର ରିଭର, ଯେଉଁଟାକି ଆମର ରାଜସ୍ଥାନରେ ଅଛି, ସେଇଠି ଦେଖିବାକୁ ମିଳିଥିଲା। ଏହାକୁ କିଏ ଡିସ୍କଭର କରିଥିଲେ ନା ଅମଳାନନ୍ଦ ଘୋଷ ଡିସ୍କଭର କରିଥିଲେ। ତାପରେ ଆମେ ଜାଣିବା ଏଇଟା କ'ଣ କ'ଣ ମିଳିଥିଲା। ଏଠୁ କପର ମିଳିଥିଲା, ଯେଉଁଟାକି ଆମର କ୍ୟାମେଲର ବୋନ୍ ଗୁଡ଼ାକ ମିଳିଥିଲା। ଏବଂ ଏତିକି ଜିନିଷ ଆମକୁ କେଉଁଠୁ ପାଇଥିଲେ ନା କାଲିବାଇଗନରୁ ପାଇଥିଲେ। ତାପରେ ଆଜି ଆମେ ଜାଣିବା ସୁର୍କୋ ଟୋଡ଼ା, ଯେଉଁଟାକି ଆମର 1964 ମସିହାରେ ଏହାକୁ ଆମେ ପାଇଥିଲେ, ଯେଉଁଟାକି ଆମର ଗୁଜରାଟରେ ଅଛି। ଏଟାକୁ କିଏ ଇନଭେଣ୍ଟର ତାର ଥିଲେ ନା ଜେ.ପି. ଯୋଶୀ, ଯିଏକି ତାକୁ ନେଇଥିଲେ। ଏଇଠୁ ଆମେ ମନେ ରଖିବା ଉଚିତ। ଏଠି ଗୋଟେ ମେନ୍ ପଏଣ୍ଟ ହେଲା ଯେ ଆମେ ଏଇଠୁ ହର୍ସ ବୋନ୍ସ ଗୁଡ଼ାକ ଦେଖିବାକୁ ପାଇଥିଲେ। ତାପରେ ଆମେ ଜାଣିବା ବନୱାଲି କ'ଣ ନା ଏଇଟା ଆମର 1974 ମସିହାରେ ଆମେ ଏହାକୁ ପାଇଥିଲେ, ଯେଉଁଟାକି ଆମର ହରିୟାଣାରେ ଅଛି। ଏହାକୁ କିଏ ଡିସ୍କଭର କରିଥିଲେ ନା ଆର୍.ଏସ୍. ବିସ୍ତ କରିଥିଲେ, ଯେଉଁଟାକି ଆମର ରଙ୍ଗୋଇ ରିଭର ପାଖରେ ଅଛି। ତ ଆମର ବନୱାଲି କେଉଁଠି ଅଛି ନା ହରିୟାଣାରେ ଅଛି। ତାପରେ ଆଜି ଆମେ ଜାଣିବା ଧୋଳାଭିରା, ଯେଉଁଟାକି 1985 ମସିହାରେ କରାଯାଇଥିଲା, ଗୁଜରାଟରେ ଅଛି। ଯେଉଁଟାକି ଆମ କେଉଁ ନଦୀ କୂଳରେ ଅଛି ନା ଲୁଣି ରିଭର ପାଖରେ ଅଛି, ଯେଉଁଟାକି ଆମର ୟୁନେସ୍କୋ ସାଇଟ୍ରେ 2021 ମସିହାରେ ତାକୁ କ'ଣ କରାଯାଇଛି, ତାକୁ ନିଆଯାଇଛି। ତାପରେ ଆମେ ଜାଣିବା ରୂପର କ'ଣ ନା ଯେଉଁଟାକି ଆମର ପଞ୍ଜାବରେ ଅଛି। କେଉଁ ନଦୀ କୂଳରେ ଅଛି ନା ସତଲେଜ ରିଭର ପାଖରେ ଅଛି। ଏଗୁଡ଼ାକ ଏତେ ଇମ୍ପୋର୍ଟାଣ୍ଟ ନୁହେଁ। ରାଖିଗଡ଼ି, ଯେଉଁଟାକି ଆମର ହରିୟାଣା, ଲାର୍ଜେଷ୍ଟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଅଛି। ତାପରେ ଆମେ ଆଲମଗୀରପୁର, ଯେଉଁଟାକି ଆମର ୟୁପିରେ ଅଛି। କେଉଁ ରିଭର ଅଛି ନା ଇଣ୍ଡସ୍ ରିଭର ପାଖରେ ଅଛି। ତାପରେ ରାଙ୍ଗପୁର, ଯେଉଁଟାକି ଆମର ଗୁଜରାଟରେ ଅଛି, ମଡ଼ର୍ଣ୍ଣ ରିଭର ଭାବରେ ଆମେ ତାକୁ ଜାଣିଛେ। ତେଣୁ ଆଜିର ଆମ କ୍ଲାସ୍ରେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଥିବା ସମସ୍ତ
ସାଇଡ଼୍ ଗୁଡ଼ାକୁ ଜାଣିଲେ। ଏଠି ମେନ୍ ହେଲା ହରପ୍ପା ସିଭିଲାଇଜେସନ୍, ଆମର ମହେଞ୍ଜୋଦାରୋ, ଆଉ ଗୋଟେ ହେଲା ଆମର କ'ଣ ନା କାଲିବାଗନ, ସୁତକୋତଡ଼ା, ଧୋଳାଭିରା, ବନୱାଲି। ଆମେ ପରବର୍ତ୍ତୀ କ୍ଲାସ୍ରେ ଅନ୍ୟ ଯେତେ ସବୁ କେଉଁ ଜିନିଷ ମିଳିଛି କେଉଁ ସାଇଡ଼୍ରୁ ତା ବିଷୟରେ ଜାଣିବା।